ନମସ୍କାର ସାଙ୍ଗମାନେ, ଆସନ୍ତୁ ଆଜି ଆମେ ବୁଲିଯିବା ଯାଜପୁର ଜିଲ୍ଲାରେ ଅବସ୍ଥିତ ଥିବା ଏକ ସୁନ୍ଦର ୱାଟରଫଲ୍ ଏବଂ ଟ୍ରାକିଂ ପଏଣ୍ଟର ଯାହାର ନାମ ଜଟାଧାରୀ ୱାଟରଫଲ୍, ଯାହାକୁ ଆପଣମାନେ ଡୁବୁରି ଠାରୁ ମାତ୍ର 10 କିଲୋମିଟର ଦୂରରେ ଦେଖିବାକୁ ପାଇବେ। ଯିବା ଆସିବା କରିବା ସମୟରେ ଆପଣମାନଙ୍କୁ କିଛି ମାତ୍ରାରେ ଅଫରୋଡ଼ିଂର ବି ମଜା ମିଳିବ। ଆମେ ଆସି ପହଞ୍ଚି ଯାଇଛୁ ଜଟାଧାରୀର ପାଦଦେଶରେ। ଝରଣାରୁ ଆସୁଥିବା ପାଣିକୁ ଆମେ ଆମ ବୋଟଲରେ ପ୍ୟାକ୍ କରି ଏବେ ଆମେ ଆଗକୁ ବଢ଼ୁଛୁ। ମାନେ ଟ୍ରାକିଂ ଆରମ୍ଭ କରିବା ସମୟରେ ଆପଣମାନେ ଏଠାରେ ଗଣେଶ ଭଗବାନଙ୍କୁ ଦେଖିବାକୁ ପାଇବେ। ତାହା ସହିତ ଆଉ କିଛି ବାଟ ଆଗକୁ ବଢ଼ିବାରେ ଆପଣମାନେ ଭଗବାନଙ୍କର ଦୁଇଟି ନନ୍ଦୀକି ବି ମଧ୍ୟ ଦେଖିବାକୁ ପାଇବେ। ଟ୍ରାକିଂ ମାତ୍ର ଆରମ୍ଭ ହେଲା। ଆମେ ପହଞ୍ଚିବା ପରେ ହିଁ ଜଣାପଡ଼ିବ ଆମକୁ କେତେ ବାଟ ଟ୍ରାକିଂ କରିବାକୁ ପଡ଼ୁଛି, ତା ସହିତ କେତେ ସମୟ ଲାଗୁଛି। ଏହି ଜଙ୍ଗଲ ଭିତରେ ଏକ ସୁନ୍ଦର ଝରଣାଟିଏ ଉପରୁ ପ୍ରବାହିତ କରୁଛି, ଯାହାକୁ ଆପଣମାନଙ୍କୁ ମୁଁ ଦେଖାଇବାକୁ ଚେଷ୍ଟା କରୁଛି, କିନ୍ତୁ ଆପଣମାନଙ୍କୁ ଦେଖା ନଯାଇପାରେ। କଳ କଳ ଆବାଜ କରି ଏଠି ଦେଖନ୍ତୁ, ଆପଣମାନଙ୍କୁ ଏକ ଜୁମ୍ ମାଧ୍ୟମରେ ମୁଁ ଆପଣମାନଙ୍କୁ ଦେଖାଉଛି। ଝରଣାଟି ସୁନ୍ଦର ଭାବରେ ପ୍ରବାହିତ କରୁଛି। କିଛି ବାଟ ଆସିଲା ପରେ ଆପଣମାନଙ୍କୁ ଦେଖନ୍ତୁ ଏକ ପାହାଡ଼ର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ, ମନଭରା ଦୃଶ୍ୟ। ଏବଂ ପଥର କଡ଼ରେ ଥିବା ଛୋଟ ଛୋଟ ପାହାଡ଼ ଖଣ୍ଡରେ ଆପଣମାନଙ୍କୁ ଭଗବାନଙ୍କର, ଶିବଙ୍କର ବିଭିନ୍ନ ପ୍ରକାର ଚିତ୍ର ଅଙ୍କା ଯାଇଥିବାର ଆପଣମାନେ ଦେଖିବାକୁ ପାଇବେ। ଝରଣାର ଶବ୍ଦ ସହିତ ମନଭରା ଦୃଶ୍ୟ ଦେଖି ଆମେମାନେ ଆଗକୁ ବଢ଼ିବାରେ ଲାଗିଛୁ। ଏଇଠି ଆଉ ଏକ ମନଭରା ଦୃଶ୍ୟ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଦେଖାଉଛି। ମଜା ନେଇ ଆମେମାନେ ଆଗକୁ ବଢ଼ିବାରେ ଲାଗିଛୁ। ଦେଖାଯାଉ ଆଗକୁ ଆହୁରି କ'ଣ କ'ଣ ଆମକୁ ଦେଖିବାକୁ ମିଳୁଛି। ଏଠାରେ ଦେଖନ୍ତୁ ଆଉ ଏକ ସୁନ୍ଦର ଝରଣା, ଯେଉଁଟାକି ଉପରୁ ବୋଧେ ହୁଏ ଆସିଅଛି। ବହୁତ ଜୋରରେ ପାଣିର ପ୍ରବାହିତ ଅଛି ମଧ୍ୟ, ମଜା ଲାଗୁଛି ଦେଖିବା ପାଇଁ। ଦେଖନ୍ତୁ ଆଉ ଏକ ଛୋଟ ଛୋଟ ଝରଣା, ଯାହାକି ଆପଣମାନଙ୍କୁ ଦେଖିବାକୁ ପାଇବେ ବାଟ ସାରା। ଆମେ ଏପର୍ଯ୍ୟନ୍ତ 2ରୁ 3ଟି ଏହିପରି ଝରଣାର ସ୍ଥଳ ଦେଖିଛୁ। ପାଣି ବହୁତ ସଫା ଅଛି, ଆପଣମାନେ ପାଣିକୁ ମଧ୍ୟ ପିଇ ବି ପାରିବେ। ବହୁତ ମିଠା ପାଣି, ମଧୁର ପାଣି ଅଛି। ଆପଣମାନଙ୍କୁ ଏଠାରେ ଦେଖାଇବାକୁ ଚାହୁଁଛି କିଛି ଲୋକମାନେ ଆସି ଏଠାରେ କିପରି ଆବର୍ଜନା ପକାଇକି ପୁରା ନଷ୍ଟ କରୁଛନ୍ତି ପ୍ରକୃତିକୁ। ବୋଟଲ, କୁରକୁରି, ଚିପ୍ସର ଜରି ଏଗୁଡ଼ା ଯେଉଁମାନେ ନେଇକି ଆସୁଛନ୍ତି, ଆପଣମାନେ ଖାଇ ସାରିବା ପରେ ଆପଣମାନଙ୍କ ବ୍ୟାଗ୍ରେ ଆପଣମାନେ ରିଟର୍ନ ନେଇଯାଆନ୍ତୁ। ଡଷ୍ଟବିନ୍ ଦେଖିକି ପକାନ୍ତୁ, ପ୍ରକୃତିକୁ ନଷ୍ଟ କରନ୍ତୁ ନାହିଁ। ପରେ ସୂର୍ଯ୍ୟର କିରଣ ପଡ଼ିବା ଦ୍ୱାରା ପାହାଡ଼ କେତେ ସୁନ୍ଦର ଦେଖାଯାଉଛି ଆପଣମାନେ ଦେଖିପାରୁଥିବେ। ପ୍ରକୃତିର ମଜା ନେଇ ଆମେ ଆସ୍ତେ ଆସ୍ତେ ଆଗକୁ ବଢ଼ିବାରେ ଲାଗିଛୁ। ଦେଖାଯାଉ ଆଉ କେତେ ବାଟ ଆମକୁ ଚାଲିବାକୁ ପଡ଼ିବ ଏବଂ ଶେଷରେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚୁଛୁ। ମୁଁ ମୋର ବର୍ତ୍ତମାନର ପର୍ଯ୍ୟନ୍ତର ଅନୁଭୂତିରୁ ଆପଣମାନଙ୍କୁ କହିବି କି ଆପଣମାନେ ନିଶ୍ଚିନ୍ତ ଏଠାକୁ ଆସନ୍ତୁ ଏବଂ ଏହି ସୁନ୍ଦର ଦୃଶ୍ୟର ମଜା ନିଅନ୍ତୁ। ଆପଣମାନଙ୍କୁ ଏଠାରେ କହିବାକୁ ଚାହୁଁଛି କି ଏଠାରେ ଆପଣମାନଙ୍କୁ ପୁରା 100% ପିଓର ଅକ୍ସିଜେନ୍ ମିଳିବ, ଯେଉଁଟାକି ଆପଣମାନେ ଟାଉନ୍ ସହରରେ ଆପଣମାନଙ୍କୁ ମିଳିବ ନାହିଁ।
ନିଶା ଦ୍ରବ୍ୟ ନିଷେଧ ବୋଲି ଆପଣମାନଙ୍କୁ ଜଣାଇ ଦିଆଯାଇଅଛି। ପହଞ୍ଚି ଯାଇଛି ଆମର ଲକ୍ଷ୍ୟ ସ୍ଥଳରେ, ଯାହାକି ଆପଣମାନଙ୍କୁ ଏଠାରେ ଦେଖିବାକୁ ମିଳିବ ସୁନ୍ଦର ଛୋଟ ଝରଣାଟିଏ ଏବଂ ତା ତଳେ ଏକ ଶିବ ମୂର୍ତ୍ତିର ସ୍ଥାପନ କରାଯାଇଛି। ମାନେ ଯଦି ଚାହିଁବେ ଏଠାରେ ଗାଧୋଇ ମଧ୍ୟ ପାରିବେ। ଆମେ ଏଠାରେ ଗାଧୋଇ ପାଧୋଇ ସାରି ଏବେ ଯିବା ଉପରକୁ, ଯେଉଁଠାରେ କି ଛୋଟ ମନ୍ଦିରଟିଏ ଅଛି। ଏଠାରେ ଯେଉଁମାନେ ବସବାସ କରୁଛନ୍ତି ସେମାନେ ତାଙ୍କର ଖାଦ୍ୟପେୟର ସୁବିଧା କରିବା ପାଇଁ ଏଠାରେ କିଛି ଚାଷ ମଧ୍ୟ କରିଛନ୍ତି। ବାଇଗଣ, ଲଙ୍କା, ଲେମ୍ବୁ ଇତ୍ୟାଦି ଆପଣଙ୍କୁ ଦେଖିବାକୁ ମିଳିବ। ଆସନ୍ତୁ ଆମେ ଏବେ ମନ୍ଦିର ଆଡ଼କୁ ଅଗ୍ରସର କରିବା। ଏହା ହେଉଛି ମନ୍ଦିରର ମୁଖ୍ୟ ଦ୍ୱାର ଏବଂ ସାଇଡ଼ରେ ଏକ ପଥରରେ ନିର୍ମିତ ପାହାଚ ହୋଇଛି, ଯେଉଁଟାକି ଉପରକୁ ଆପଣମାନେ ଯାଇପାରିବେ। ଆମେ ସେଇ ମଧ୍ୟରେ ଉପରକୁ ଯାଉଛୁ। ଠେକିକି କିପରି ସଜା ହେଇକି ରଖାହେଇଛି ଏବଂ ପାହାଡ଼ ଭିତରେ ଏକ ବିରାଟ ବଡ଼ ଗଛ ଅଛି ଏବଂ ଛୋଟ ଛୋଟ ଗୁମ୍ଫା ମାଧ୍ୟମରେ ଛୋଟ ଛୋଟ ମୂର୍ତ୍ତିକି ସ୍ଥାପନ କରାଯାଇଛି, ଯାହାକୁ ପ୍ରତିଦିନ ପୂଜା କରାଯାଉଛି। ଏବେ ଆସନ୍ତୁ ଯିବା ଏଠାରେ ଥିବା ମୁଖ୍ୟ ମନ୍ଦିରକୁ, ଯେଉଁଠାରେ କି ଭଗବାନ ଶିବଙ୍କୁ ପୂଜା କରାଯାଉଛି। ଟିଣ ମାଧ୍ୟମରେ ଛୋଟ ଛୋଟ ଘର ବନାଯାଇଛି ଏବଂ ସୋଲାରର ସିଷ୍ଟମ୍ ଲଗାଯାଇଛି, କାରଣ ବିଦ୍ୟୁତ୍ ଏଠାରେ ପହଞ୍ଚି ନାହିଁ। କିଛି ମାତ୍ରାରେ ବର୍ଷା ହେଲା ଏବଂ ଆମେ ଏଠାରେ କିଛି ସମୟ ପାଇଁ ରେଷ୍ଟ କଲୁ। ତାପରେ ବାହାରେ ଥିବା ଛୋଟ ଛୋଟ ଶିବ ମୂର୍ତ୍ତି ଏବଂ ପିଲାମାନଙ୍କ ପାଇଁ ହେଇଥିବା ପାର୍କରେ ଆମେ କିଛି ମାତ୍ରାରେ ମଜା ନେଇ ଉପରୁ ପାହାଡ଼ର ସୁନ୍ଦର ଦୃଶ୍ୟ ଦେଖି ଆମେମାନେ ଆମର ଯାତ୍ରାର ଅନ୍ତ ଘଟାଇଲୁ। ମାନେ ଯଦି ସଠିକ୍ ଭାବରେ ଉପରକୁ ଚଢ଼ିବାକୁ ଚେଷ୍ଟା କରିବେ, ଆପଣଙ୍କୁ 40ରୁ 45 ମିନିଟ୍ ଲାଗିବ ଏବଂ ଏହାର ଦୂରତ୍ୱ ମାତ୍ର 2ରୁ 2.5 କିଲୋମିଟର ହେବ। ଭୁଲି ଯାଇଛି କି ଏଠାରେ ଖାଦ୍ୟପେୟର ମଧ୍ୟ ବନ୍ଦୋବସ୍ତ ହୋଇପାରିବ। ଆପଣମାନେ ଯଦି 10ଟା-11ଟା ସୁଦ୍ଧା ଏଠାରେ ପହଞ୍ଚୁଛନ୍ତି, ଏଠାରେ ଥିବା ସାଧୁଙ୍କୁ ଆପଣମାନେ ଜଣାଇଲେ ସେ ଆପଣମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରିଦେବେ ଏବଂ ଆପଣମାନେ ତାଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବେ। ମାନେ ବି ଏଠାକୁ ଆସୁଛନ୍ତି, ଥରେ ଝରଣା ପାଣି ପିଅନ୍ତୁ ଏବଂ ଏହାର ଟେଷ୍ଟ କିପରି ଅଛି ଆମକୁ ଜଣାନ୍ତୁ।